ଜଙ୍ଗଲରେ ଶୀତ ଦିନ ଆରମ୍ଭ ହେଇଯାଇଥିଲା। ଚଢ଼େଇ ମାନେ ବେଶୀ ସମୟ ବାହାରେ ନ ରହି ଘର ଭିତରେ ହିଁ ରହୁଥିଲେ। ଆରେ ଦେଖ ଦେଖ, ସେ ଗରିବ କୁନି କେମିତି ଛିଡ଼ା ଚାଦର ଘୋଡ଼ି ହେଇଛି। ହଁ, ତୁ ଠିକ କହିଲୁ। ଆରେ କୁନି, ତତେ ଆମେ ମନା କରିଥିଲୁ ନା ତୁ ଆମ ପାଖକୁ ଆସିବୁନି। ଜାଣିଛୁ ତୁ କେମିତି ଦେଖାଯାଉଛୁ? ଏ ଛିଡ଼ା ଚାଦର ଘୋଡ଼ି ହେଇ ତୁ ଗୋଟେ ଭିକାରୀ ପରି ଦେଖାଯାଉଛୁ। ଚୁପ୍ କର ତମେ ମାନେ, ମୋର ଏମିତି ମଜା ଉଡାଉନି। ଚାଦର ଭଲ ହେଉ କି ଛିଡ଼ା, ଥଣ୍ଡା ନ ଲାଗିଲେ ହେଲା, ବୁଝିଲ? ଆଉ ହଁ, କାହାକୁ ବି ଗରିବ କହି ତାର ଥଟ୍ଟା ମଜା କରିବନି। ସେମିତି କଲେ ତମ ମାନଙ୍କ ସହ କେବେ ଭଲ ହେବନି। ଆମକୁ ଆଉ ବେଶୀ ଜ୍ଞାନ ଦେନି, ତାପରି ଗରିବ ମାନେ ହିଁ ଏମିତି କୁହନ୍ତି। ହଁ, ଠିକ କଥା। ମୋ ମା କହିଥିଲେ ଏଇ ଗରିବ ମାନଙ୍କ ସହ କଥା ହେଲେ ଆମେ ବି ଗରିବ ହେଇଯିବା। ଚାଲ ଚାଲ, ୟା ସହ କଥା ନ ହେଇ ଘରକୁ ଯିବା। ଏମିତି କଥା ହେଇ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। କିରେ ମା, କଣ ହେଲା? ତୁ ତ ଖେଳିବା ପାଇଁ ଯାଇଥିଲୁ, ଏମିତି ମନ ଦୁଃଖରେ କାହିଁକି ଫେରିଲୁ? ମା, ମୋ ପାଖରେ ଛିଡ଼ା ଚାଦର ଅଛି ବୋଲି କେହି ମୋ ସହ ଖେଳୁନାହାନ୍ତି। ସମସ୍ତେ ମତେ ଗରିବ କହି ମୋର ମଜା ଉଡଉଛନ୍ତି। ମାରି, ମୋ ପାଖରେ ଯେତେବେଳେ ଟଙ୍କା ହେବ ମୁଁ ତୋ ପାଇଁ ନୂଆ ସ୍ୱେଟର କିଣିଦେବି। ମୋ ସୁନା ଝିଅଟା ପରା, ଆଉ ମନ ଦୁଃଖ କରନି। ଠିକ ଅଛି ମା, ମୋ ପାଇଁ ଚିନ୍ତା କରନି, ମୁଁ ଆଉ ମନ ଦୁଃଖ କରିବିନି। ହେଲେ ମା, ତୁମେ କୁରାଢି ଧରି କୋଉଠିକି ଯାଉଛ? ମୁଁ କାଠ ଆଣିବାକୁ ଯାଉଛି ରେ ମା। ଯେମିତି ଶୀତ ବଢି ଚାଲିଛି, ଲାଗୁଛି କିଛି ଦିନ ପରେ ହିଁ ବରଫ ବର୍ଷା ହେବ। ଆମ ଘର ବହୁତ ଦୁର୍ବଳ। ଯଦି ଆମେ କାଠରେ ମରାମତି ନ କରିବା, ବରଫ ବର୍ଷା ହେଲେ ଆମ ଘର ଭାଙ୍ଗିଯିବ। ମା, ମୁଁ ବି ତୁମ ସାଙ୍ଗରେ ଯିବି। ଆରେ ନାଇଁ ରେ ମା, ବହୁତ ଶୀତ ଲାଗୁଛି। ଏମିତି ଶୀତରେ ତୁ ବାହାରକୁ ଯାନି, ତୋ ଦେହ ଖରାପ ହେଇପାରେ। ତୁ ଘରେ ଥା, ମୁଁ ଶୀଘ୍ର କାଠ ଧରି ଫେରି ଆସିବି। ତାପରେ ମା ଚଢ଼େଇ କାଠ ଆଣିବା ପାଇଁ ଜଙ୍ଗଲ ଭିତରକୁ ଗଲା। କିଛି ସମୟ ଖୋଜିଲା ପରେ ସେ ଗୋଟେ ଶୁଖିଲା ଗଛ ପାଇଲା। ସେ କିଛି କାଠ ଧରି ଘରକୁ ଫେରିଲା, ଆଉ ତା ଘର ମରାମତି ଆରମ୍ଭ କଲା। ଏ ସବୁ ଦେଖି ଦୁଇ କାଉ ତା ପାଖକୁ ଆସିଲେ। ଆରେ ଦେଖ ଦେଖ, ଏ ଗରିବ ଚଢ଼େଇ କେମିତି ପରିଶ୍ରମ କରୁଛି ଦେଖ। ଯାହା ହଉ, ଆମେ ଅନେକ ଧନୀ, ଆମକୁ ଏମିତି କଷ୍ଟ କରିବାକୁ ପଡୁନି। ହଁ, ଠିକ କଥା। ଆମକୁ ଆଉ କଷ୍ଟ କରିବାକୁ ପଡିବନି। ଆମେ ଏବେ ଆରାମରେ ବସି ବସି ଏ ଶୀତ ଦିନକୁ ଉପଭୋଗ କରିବୁ। ଶୁଣ କାଉ ଭାଇ, କାଉ ଭଉଣୀ, ତୁମେ ଯେତେ ଧନୀ ହେଲେ ବି ଅଳସୁଆ ହେବା ଠିକ ନୁହଁ। ଆହୁରି 2-3 ମାସ ଶୀତ ରହିବ। ଥରେ ବରଫ ବର୍ଷା ଆରମ୍ଭ ହେଇଗଲେ ଆଉ ଖାଇବା ମିଳିବନି। ଆମେ ଯେତିକି ଖାଇବା ଜମା କରି ରଖିଛୁ, ଏ ବର୍ଷ ଶୀତ କଣ, ଆର ବର୍ଷ ଶୀତରେ ବି ଖାଇବା ଖୋଜିବାକୁ ପଡିବନି। ତୁ ନିଜ କଥା ଚିନ୍ତା କର ଚଢ଼େଇ। ଆରେ ଚାଲ ଚାଲ, ଘରକୁ ଯିବା। ଏମିତି କହି ଦୁଇ କାଉ ସେଠାରୁ ଉଡି ଚାଲିଗଲେ। ଚଢ଼େଇ ନିଜ ଘରକୁ ମଜବୁତ କଲା, ଆଉ ନିଜ ଘରେ କିଛି ଖାଇବା ଯୋଗାଡ଼ କରି ରଖିଲା। ଆରେ ଏ କଣ, ଅଧା ରାସ୍ତାରେ ମୋ ଗାଡି ଖରାପ ହେଇଗଲା। ସହରକୁ ଯିବା ପାଇଁ ଅନେକ ସମୟ ଲାଗିବ। ମୁଁ ଏବେ ମେକାନିକ କୋଉଠି ପାଇବି? ଆଗକୁ ଯାଇ ଦେଖେ, ହୁଏତ ଏ ଜଙ୍ଗଲରେ କୋଉଠି ମେକାନିକ ପାଇଯିବି। ଏମିତି କହି ଚିଲ ଆଗକୁ ଗଲା। ସେ ମେକାନିକ ଖୋଜୁ ଖୋଜୁ ରାତି ହେଇଗଲା। ରାତିରେ ବରଫ ପଡ଼ିଲା। ଭାରି ଥଣ୍ଡା ଲାଗୁଛି। ମୁଁ ଆଜି ଘରକୁ ଆଉ ଫେରି ପାରିବିନି। ଆଜି ରାତି ମତେ ଏଇ ଜଙ୍ଗଲରେ ରହିବାକୁ ପଡିବ। ଘରେ କିଏ ଅଛ? ଦୟାକରି କବାଟ ଖୋଲ। କିଏ ତୁମେ? ଆମେ ତ ତୁମକୁ ଆଗରୁ ଏ ଜଙ୍ଗଲରେ ଦେଖିନୁ। ମୁଁ ସହରକୁ ଯାଉଥିଲି, ରାସ୍ତାରେ ମୋ ଗାଡି ଖରାପ ହେଇଗଲା। ମେକାନିକ ଖୋଜିବାକୁ ମୁଁ ଏ ଜଙ୍ଗଲକୁ ଆସିଥିଲି। ମେକାନିକ ଖୋଜୁ ଖୋଜୁ ରାତି ହେଇଗଲା। ମତେ ବହୁତ ଥଣ୍ଡା ଲାଗୁଛି। ଦୟାକରି ଆଜି ରାତି ମତେ ତୁମ ଘରେ ଆଶ୍ରୟ ଦେଇଥାଅ। ସକାଳ ହେଉ ହେଉ ମୁଁ ଚାଲିଯିବି। ଆଚ୍ଛା, ଯଦି ଆମେ ତୁମକୁ ଆମ ଘରେ ରଖିବୁ, ତାହେଲେ ତୁମେ ଆମକୁ କଣ ଦେବ? ଏବେ ତ ମୋ ପାଖରେ କିଛି ବି ନାହିଁ, ହେଲେ ମୁଁ କଥା ଦେଉଛି, ମୁଁ ଯେବେ ଘରକୁ ଯିବି ତୁମ ମାନଙ୍କ ପାଇଁ କିଛି ନା କିଛି ଉପହାର ପଠେଇ ଦେବି। ନା ନା, ଆମକୁ ତୁମ କଥା ଉପରେ ବିଶ୍ୱାସ ନାହିଁ। ଯଦି ଆମ ଘରେ ରହିବ, ଆଗ କିଛି ଦିଅ, ନହେଲେ ଆମକୁ ବିରକ୍ତ ନ କରି ଏଠୁ ଚାଲିଯାଅ। କାଉ ମାନେ ଚିଲକୁ ତାଙ୍କ ଘରୁ ବାହାର କରିଦେଲେ। ଚିଲ ମନ ଦୁଃଖରେ ଆଗକୁ ଗଲା। ଏମିତି ଯାଉ ଯାଉ ଚଢ଼େଇ ଘର ଆଗରେ ସେ ବେହୋସ ହେଇଗଲା। ତାକୁ ଦେଖି ଚଢ଼େଇ ଆଉ ତାର ଝିଅ ବାହାରକୁ ଆସିଲେ। ମା ଦେଖ,
ଏ ଅଙ୍କଲ ବେହୋସ ହେଇଯାଇଛନ୍ତି। ଲାଗୁଛି ଥଣ୍ଡା ପାଇଁ ଚିଲ ଭାଇ ବେହୋସ ହେଇଯାଇଛନ୍ତି। ମାରି ତୁ ଯା ନିଆଁ ଜଳିବୁ। ଚିଲ ଭାଇ ନିଆଁ ପାଖରେ ରହିଲେ ଖୁବ୍ ଶୀଘ୍ର ସୁସ୍ଥ ହେଇଯିବେ। ଠିକ ଅଛି ମା, ମୁଁ ଏବେ ନିଆଁ ଜଳୁଛି। ତାପରେ ଚଢ଼େଇ ଚିଲକୁ ନେଇ ଘର ଭିତରକୁ ଗଲା। କିଛି ସମୟ ପରେ ଚିଲର ହୋସ ଆସିଲା। ମା ଚଢ଼େଇ ଚିଲକୁ ସବୁ ଘଟଣା କହିଲା। ବହୁତ ବହୁତ ଧନ୍ୟବାଦ ଚଢ଼େଇ ଭଉଣୀ, ତୁମେ ଆଜି ମୋର ଜୀବନ ରକ୍ଷା କଲ। ମୁଁ ତୁମର ଏହି ଉପକାର କେବେ ଭୁଲିବିନି। ଚିଲ ଭାଇ ତୁମକୁ ଭୋକ ଲାଗିଥିବଣି, କିଛି ସମୟ ଅପେକ୍ଷା କର, ମୁଁ ଏବେ ଖାଇବା ଆଣିଦେଉଛି। ଏମିତି ସେମାନେ ସମସ୍ତେ ଖାଇବା ଖାଇଲେ। ସକାଳ ହେଲା ପରେ ଚିଲ ତା ଘରକୁ ଗଲା। ସେ ମିଟୁକୁ କିଛି ଟଙ୍କା ଦେଇ କହିଲା, ମୁଁ ଏ କାଗଜରେ ଚଢ଼େଇର ଠିକଣା ଲେଖି ଦେଇଛି। ଏ ସବୁ ଜିନିଷ ଆଉ ଖାଇବା ଚଢ଼େଇ ଘରେ ଠିକ ଭାବରେ ପହଞ୍ଚେଇ ଦେବୁ। ଆପଣ ଚିନ୍ତା କରନ୍ତୁନି ଚିଲ ଆଜ୍ଞା, ମୁଁ ସଠିକ ଭାବରେ ଚଢ଼େଇ ଘରେ ଏ ସବୁ ଜିନିଷ ପହଞ୍ଚେଇ ଦେବି। ତାପରେ ମିଟୁ ଜଙ୍ଗଲ ଭିତରକୁ ଗଲା ଆଉ ମା ଚଢ଼େଇର ଠିକଣା ଖୋଜିଲା। ଆରେ ପକ୍ଷୀ, ଏ ଠିକଣା ଥିବା ଚଢ଼େଇ ଘର କୋଉଠି ଟିକେ କହିପାରିବ? ଆରେ ତୁମେ ତ ରିନୁ ଚଢ଼େଇର ଘରକୁ ଯାଉଛ। ସେ ତ ଅନେକ ଗରିବ, ଏତେ ସାରା ଜିନିଷ ସେ କେମିତି କିଣିଲା? ମିଟୁ ସେମାନଙ୍କୁ ସବୁ କଥା କହିଲା ଆଉ ଆଗକୁ ଗଲା। ସବୁ କଥା ଜାଣି ତ କାଉମାନେ ମନ ଦୁଃଖରେ ଅଫସୋସ କଲେ। ଆରେ ଆମେ କେତେ ବଡ ଭୁଲ କରିଦେଲେ। କାଲି ଯଦି ଆମେ ସେ ଚିଲକୁ ଆମ ଘରେ ରହିବାକୁ ଦେଇଥାନ୍ତେ, ଆଜି ସେ ଉପହାର ଆମେ ପାଇପାରିଥାନ୍ତେ। ଏମିତି ମନ ଦୁଃଖ କରି କାଉମାନେ ଘରକୁ ଗଲେ। ସେପଟେ ମିଟୁ ସବୁ ଜିନିଷ ଧରି ମା ଚଢ଼େଇ ଘରେ ପହଞ୍ଚିଲା। ଆରେ ଚଢ଼େଇ, ତୁ କାଲି ଚିଲ ଭାଇଙ୍କୁ ସାହାଯ୍ୟ କରିଥିଲୁ ନା? ସେ ତୋ ପାଇଁ କିଛି ଉପହାର ପଠେଇଛନ୍ତି। ଏସବୁ ଶୀତ ଦିନର ପୋଷାକ, ଆଉ କିଛି ଖାଇବା, ଆଉ ଏ ଟଙ୍କା ବ୍ୟାଗକୁ ବି ରଖ। ଶୀତ କମିଗଲେ ତୁ ଏ ଟଙ୍କାରେ କିଛି ବ୍ୟବସାୟ ଆରମ୍ଭ କରିବୁ। ଏ ସବୁ କିଛି ଚିଲ ଭାଇ କହିଛନ୍ତି। ଆଚ୍ଛା ଚଢ଼େଇ, ଏବେ ମୁଁ ଯାଉଛି। ସନ୍ଧ୍ୟା ହେବା ଆଗରୁ ମୁଁ ଘରକୁ ଫେରିବି। ଏମିତି କହି ସେ ମିଟୁ ସେଠାରୁ ଚାଲିଗଲା। କିଛି ଦିନ ବିତିଗଲା। ଦିନକୁ ଦିନ ଅତ୍ୟଧିକ ବରଫ ପଡୁଥିଲା। ଚଢ଼େଇମାନେ ଘର ବାହାରକୁ ଯାଇପାରିଲେନି। ଧୀରେ ଧୀରେ ତାଙ୍କ ଘରେ ଜମାଥିବା ସବୁ ଖାଇବା ସରିଗଲା। ବାଃ, ଏଠି ତ ଏତେ ଗୁଡିଏ ଖାଇବା ଅଛି। କ୍ଷୀରି, ପୁରୀ, ମିଠା। ଅନେକ ଦିନରୁ ମୁଁ ଖାଇ ନଥିଲି। ଆଜି ମୁଁ ପେଟ ପୁରା ଏସବୁ ଖାଇବି। ଆରେ ଦେଖୁଛ କଣ, ଆହୁରି ଖାଇବା ଆଣ। ଆରେ ତୁ ଶୋଇ ଶୋଇ ଏସବୁ କଣ କହୁଛୁ? ଉଠୁ। ଏ କଣ, ମୁଁ ତ ଘରେ ଅଛି। ମୁଁ କେତେ ସୁନ୍ଦର ଖାଇବାର ସ୍ୱପ୍ନ ଦେଖୁଥିଲି। ଆରେ ଯାଅ ନା, ମୋ ପାଇଁ ବଢିଆ ବଢିଆ ଖାଇବା ଆଣିଦିଅ। ଅନେକ ଦିନ ହେଇଗଲାଣି ଲଗାତାର ବର୍ଷା ହେଉଛି। ଘରେ ଆଉ ଖାଇବା ନାହିଁ। ଆମେ ତ ଭାବିଥିଲେ ଆମ ପାଖରେ ଯେତେ ଖାଇବା ଅଛି ଆମେ ଆରାମରେ ଶୀତ ଦିନ ପାର କରିଦେବା। ହେଲେ ଏତେ ଶୀଘ୍ର ଖାଇବା ସରିଯିବ କିଏ ଜାଣିଥିଲା? କଥା ହେଉଥିଲେ ସେତେବେଳେ ଆଉ କିଛି ଚଢ଼େଇ କାଉ ଘରକୁ ଆସିଲେ। ଆରେ କାଉ, ଜଙ୍ଗଲରେ ଆଉ ଖାଇବା ନାହିଁ। ଆମେ ଚାରିଆଡେ ଖୋଜି ସାରିଲୁଣି, ହେଲେ କୋଉଠି ବି କିଛି ଖାଇବା ନାହିଁ। ଏବେ କଣ କରିବା? ଆମ ଜଙ୍ଗଲରେ କେବଳ ଚଢ଼େଇ ପାଖରେ ହିଁ ଅଧିକ ଖାଇବା ଅଛି। ଚାଲ ତା ପାଖକୁ ଯାଇ ତାକୁ କିଛି ଖାଇବା ମାଗିବା। କିନ୍ତୁ ଆମେ ତ ଚଢ଼େଇକୁ ଆଗରୁ ଗରିବ କହି ତାର ବହୁତ ମଜା ଉଡେଇଥିଲେ। ସେ କଣ ଆମକୁ ଖାଇବା ଦେଇ ସାହାଯ୍ୟ କରିବ? ଚଢ଼େଇ ବହୁତ ଭଲ, ଆମେ ତାକୁ କ୍ଷମା ମାଗିବା। ସେ ନିଶ୍ଚୟ ଆମକୁ କ୍ଷମା କରିଦେବ। ଏମିତି କଥା ହେଇ ସମସ୍ତେ ଚଢ଼େଇର ଘରକୁ ଗଲେ। ଆରେ କଣ ହେଲା, ତମେ ସମସ୍ତେ ମୋ ଘରକୁ ଆସିଲ ଯେ? ଚଢ଼େଇ, ତୁ ଠିକ କହିଥିଲୁ। ଶୀତ ଦିନ ପାଇଁ ଆମକୁ ଆହୁରି ଖାଇବା ଜମା କରିବାର ଥିଲା। ଆମ କାହା ଘରେ ବି ଖାଇବା ନାହିଁ। ବରଫ ବର୍ଷା ପାଇଁ ଜଙ୍ଗଲରେ ବି ଆଉ କୋଉଠି ଖାଇବା ମିଳୁନି। ତ ପାଖରେ କିଛି ଖାଇବା ଥିଲେ ଆମକୁ ଟିକେ ସାହାଯ୍ୟ କର ଚଢ଼େଇ। ନା ମା, ଏମାନଙ୍କୁ ଜମା ବି ସାହାଯ୍ୟ କରନି। ଆଗରୁ ଏମାନେ ଆମକୁ ଗରିବ କହି ଆମର ବହୁତ ମଜା ଉଡେଇଛନ୍ତି। ଚଢ଼େଇ, ଆମେ ତୋ ସହ ବହୁତ ଖରାପ ବ୍ୟବହାର କରିଥିଲୁ। ସେଥିପାଇଁ ଆମେ ଲଜ୍ଜିତ। ତୁ ଆମକୁ କ୍ଷମା କରିଦେ। ନା ମା, ଏମାନଙ୍କୁ କ୍ଷମା କରନି। ତୁମେ ମାନେ ଏଠୁ ଚାଲିଯାଅ। ନାଇଁ ରେ ମା, ଏମିତି କହନି। ଯିଏ ବିପଦରେ ପଡିଥାଏ ତାକୁ ସାହାଯ୍ୟ କରିବା ଉଚିତ। ତମେ ମାନେ ନିଜ ଭୁଲ ବୁଝି ସାରିଲଣି। ମୁଁ ତମ ମାନଙ୍କୁ କ୍ଷମା କରିଦଉଛି। ଚିଲ ଭାଇ ଅନେକ ଖାଇବା ଦେଇଛନ୍ତି।
ଆମକୁ ଆଉ କଷ୍ଟ କରି ଶୀତ ଦିନରେ ଖାଇବା ଖୋଜିବାକୁ ପଡିବନି। ମୁଁ ଏବେ ସମସ୍ତଙ୍କ ପାଇଁ ଖାଇବା ଆଣି ଦଉଛି। ଏମିତି କହି ମା ଚଢ଼େଇ ଅନେକ ସାରା ଖାଇବା ଆଣି ସମସ୍ତଙ୍କୁ ବାଣ୍ଟି ଦେଲା। ସତରେ ଚଢ଼େଇ ତୁ ବହୁତ ଭଲ। ଆମେ ଆଉ କେବେ ବି ଧନୀ ଗରିବ ଭିତରେ ପାର୍ଥକ୍ୟ କରିବୁନି। ସମସ୍ତଙ୍କୁ ବିପଦରେ ସାହାଯ୍ୟ କରି ମିଳିମିଶି ରହିବୁ। ସବୁ ଚଢ଼େଇ କାଉ କଥାରେ ରାଜି ହେଲେ ଆଉ ମା ଚଢ଼େଇକୁ ଧନ୍ୟବାଦ ଜଣେଇ ନିଜ ନିଜ ଘରକୁ ଗଲେ। ସେଦିନ ପରଠାରୁ ସବୁ ଚଢ଼େଇ ମିଳିମିଶି